ଚତୁର୍ଥୀର ଅନେକ ଅନେକ ଅଭିନନ୍ଦନ। ସକାଳୁ ଉଠି ମୁଁ ଗାଧୁଆ ପାଧୁଆ ସାରି ଠାକୁରଙ୍କ ପାଇଁ ଫୁଲମାଳଟା ପ୍ରଥମେ ଗୁନ୍ଥିଦେଲି। ତାପରେ ଲାଗିଗଲି ମୋ ପୂଜା କାମରେ। ଗଣେଶ ବାବାଙ୍କୁ ଗଙ୍ଗା ପାଣିରେ ଗାଧୋଇ ଚନ୍ଦନ ସିନ୍ଦୁର ଲଗେଇଦେଲି। ତାପରେ ଧୂପ ଦୀପ ଆଳତି ଦେଇ ପୂଜା କରିଦେଲି। ତାପରେ ଗଣେଶ ବାବାଙ୍କ ଫେଭରେଟ୍ ମୋଦକ ଆଉ କିଛି ଫଳମୂଳକୁ ପାଣି ଛିଣ୍ଡି ଭୋଗ ଲଗେଇଦେଲି। ଆମ ଆପାର୍ଟମେଣ୍ଟରେ ମଧ୍ୟ ଗଣେଶ ପୂଜା ହେଉଥିଲା। ଆମେ ଘରେ ପୂଜା ସାରିଦେଇ ତଳୁ ଯାଇ ଠାକୁରଙ୍କ ଦର୍ଶନ କରିଦେଇ ଆସିଲୁ। ଏବେ ଚାଲିଲି ମୁଁ ଆରମ୍ଭ କରିବାକୁ ମୋ ରୋଷେଇ। ଆଜି କ'ଣ କରିବି ଭାବି ଭାବି ମୋ ହଜବେଣ୍ଡ କହିଲେ ଖେଚୁଡ଼ି ଡାଲମା ଆଉ ଖଟା କରିଦିଏ। ସିଏ ଯେତେବେଳେ ଇଚ୍ଛା କରିଛନ୍ତି ଆଉ କ'ଣ ମନା କରି ହେବ। ତେବେ ଚାଲନ୍ତୁ ରୋଷେଇ ଆରମ୍ଭ କରିବା। ପ୍ରଥମେ ମୁଁ ଡାଲମାଟା ବସାଇ ଦେଉଛି। ତାପରେ ବି ଖଟାଟା ମଧ୍ୟ ବସାଇଦେବା। ଆଉ ଆପଣମାନେ ଆଜି ଗଣେଶ ପୂଜାରେ କ'ଣ କଲେ, ଘରେ କ'ଣ ଆଇଟମ୍ସ ବନେଇଥିଲେ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଜି କାହିଁକି କେଜାଣି ଛୋଟବେଳ କଥା ବହୁତ ମନେ ପଡ଼ୁଥିଲା। ଗଣେଶ ପୂଜା ହେଉ କି ସରସ୍ୱତୀ ପୂଜା, ଆସିବାର ସପ୍ତାହେ ଆଗରୁ ସ୍କୁଲରେ ସବୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ସେଇ ସପ୍ତାହଟା ଆଉ ପାଠପଢ଼ାରେ କେଉଁଠି ମନ ଥାଏ ଯେ, ଖାଲି ଅପେକ୍ଷା ଥାଏ ପୂଜା ଦିନକୁ। ଆଉ ପୂଜା ଦିନ ସକାଳୁ ଗାଧୋଇ ପାଧୋଇ ନୂଆ ଡ୍ରେସ୍ ପିନ୍ଧି ସ୍କୁଲ ଯିବାରେ ଯେଉଁ ଖୁସି। ତାପରେ ସ୍କୁଲରେ ପୁଣି ଭୋଜି ଭାତ। ସ୍କୁଲ କଥା ତ ଗଲା। ସ୍କୁଲରୁ ଫେରି ଘରେ ଟିକେ ରେଷ୍ଟ ନେଇ ପୁଣି ସାଙ୍ଗମାନଙ୍କ ସହ ବାହାରି ପଡ଼ୁ ଆଖପାଖ ମେଢ଼ ଦେଖିବାକୁ। ସେସବୁ ଦିନ ତ ଆଉ ଫେରି ଆସିବନି, ଯାହା ଖାଲି ସ୍ମୃତି ହୋଇ ରହିଗଲା। ଦେଖନ୍ତୁ, ଆମେ କଥା ହେବା ଭିତରେ ମୋର ସବୁ ରୋଷେଇ ମଧ୍ୟ ସରିଗଲା। ଆମେ ତ ଯାଉଛୁ ଖାଇବାକୁ। ଆଉ ହଁ, ଆପଣମାନଙ୍କ ପାଇଁ ମଧ୍ୟ ବାଢ଼ି ଦେଇଛି। ଖାଇକି କହିବେ କେମିତି ଲାଗିଲା। ଖାଇସାରି ଆମେ ଟିକେ ଶୋଇପଡ଼ିଲୁ। ଉଠି ଦେଖିଲେ ଏବେ ମଧ୍ୟ ବର୍ଷାଟା ଆହୁରି ଛାଡ଼ି ନଥିଲା। ବାକି ଯାହା କାମ ସାରିଦେଇ ଘରେ ସନ୍ଧ୍ୟା ଦେଇ ଆମେ ତଳକୁ ଯାଇଥିଲୁ ସନ୍ଧ୍ୟା ପୂଜା ଦେଖିବାକୁ। ଆଜି ପାଇଁ ଏତିକି। ରହୁଛି। ଜୟ ଜଗନ୍ନାଥ।